15 ବର୍ଷର ଭଣଜା ତାଙ୍କ ମାଇଁଙ୍କ ଘରକୁ ଯାଏ ଏବଂ ଯେତେବେଳେ ସେ ତାଙ୍କ ମାଇଁଙ୍କୁ ଦେଖି ପାଗଳ ହୋଇଯାଏ। ମାଇଁଙ୍କର ବୟସ ପ୍ରାୟ 32 ବର୍ଷ ଥିଲା। ସେ ବହୁତ ସୁନ୍ଦର ଏବଂ ଯବାନ ଦେଖାଯାଉଥିଲେ। ମାଇଁଙ୍କ ନାମ ଗୀତା ଏବଂ ଭଣଜାଙ୍କ ନାମ ରୋହିତ। ଦିନେ ରୋହିତ କହିଲେ କି ମାଇଁ, ମୁଁ ତୁମକୁ ବହୁତ ପସନ୍ଦ କରେ। କିନ୍ତୁ ମାଇଁ ତାଙ୍କର ଭଣଜାଙ୍କୁ ଛୋଟ ପିଲା ବୋଲି ଭାବୁଥିଲେ ଏବଂ ସବୁ କଥାକୁ ମଜାକ କରିନଥିଲେ। କିନ୍ତୁ ତାଙ୍କର ଭଣଜା ଗମ୍ଭୀରତାର ସହିତ କହୁଥିଲେ, କିନ୍ତୁ ମାଏ ତାଙ୍କର କଥାକୁ ବିଶ୍ୱାସ କରିପାରିଲେ ନାହିଁ। ଦିନେ ମାଏ ତାଙ୍କର ଭଣଜାକୁ ଛୋଟ ପିଲା ବୋଲି ଭାବି ତାଙ୍କ ସହିତ ଶୁଆଇଥିଲେ। ତାପରେ ରାତି ଅଧରେ ଭଣଜା ଏପରି କିଛି କଲେ ସେ ମାଇଁ ସକାଳେ ଉଠିବା ପରେ ମଧ୍ୟ ଚାଲି ପାରୁନଥିଲେ। ସେ ରାତିରେ ଏପରି କିଛି କଲା ଯାହାଦ୍ୱାରା ମୋର ମାଇଁ ଏବେ ଚିତ୍କାର କରିବାକୁ ଲାଗିଲା ଏବଂ ତାଙ୍କର ଆଖି ଏବେ ବାହାରକୁ ବାହାରିବାର ହେଇଥିଲା। ସେ କିଛି ବୁଝିବା ପୂର୍ବରୁ ହିଁ ରୋହିତର ଟ୍ରେନ ଏବେ ଫୁଲ ସ୍ପିଡରେ ଚାଲି ଯାଇଥିଲା। ମୁଁ ଏବେ ତୁମକୁ ସମ୍ପୂର୍ଣ୍ଣ କାହାଣୀ ଏବେ ବିସ୍ତାର ଭାବରେ କହିବି। ଆଉ ଯଦି ତୁମ ଘରେ ଏପରି ଭୁଲ ସମ୍ପର୍କ ଅଛି ଯିଏକି ଏପରି କାମ କରୁଛି, ତେବେ ତୁମେ ତାକୁ କିପରି ଚିହ୍ନି ପାରିବ? ଆପଣ ଏହି ଭିଡିଓରୁ ମଧ୍ୟ ସେହି ସୂଚନା ପାଇବେ। ତେଣୁ ଭିଡିଓର ଶେଷ ପର୍ଯ୍ୟନ୍ତ ରୁହନ୍ତୁ ଏବଂ ଯଦି ଆପଣ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତେବେ ଏବେ ସବସ୍କ୍ରାଇବ କରନ୍ତୁ। ଏହି ସତ୍ୟ ଘଟଣାଟି ଝାଡ଼ଖଣ୍ଡର ଉଚ୍ଚାକାହାର। ସେଠାରେ ଏକ ଛୋଟ ପରିବାର ରହୁଥିଲା। ଏହି ପରିବାରରେ ବାପା ମା ଏବଂ ଗୋଟେ ଛୋଟ ପିଲା ଥିଲେ। ଏହି ପିଲାଟିର ନାମ ରୋହିତ ଥିଲା, ଯାହାର ବୟସ ମାତ୍ର 15 ବର୍ଷ ଥିଲା ଏବଂ ସେ ତାଙ୍କ ଘରେ ରହି ପାଠ ପଢୁଥିଲା। ମୁଁ ଯେଉଁ ସ୍କୁଲରେ ପଢୁଥିଲି ତାହା କେବଳ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା। ଆଉ ଏବେ ସେ ଚିନ୍ତା କରୁଥିଲେ ଯେ ସେ ଆଗକୁ ଏବେ କେଉଁଠାରେ ପାଠ ପଢିବେ। ରୋହିତ ପାଠ ପଢାରେ ମଧ୍ୟ ବହୁତ ଭଲ ଥିଲା। ସେ ସବୁବେଳେ ତାଙ୍କ ଶ୍ରେଣୀରେ ପ୍ରଥମ ହେଉଥିଲା। ତାଙ୍କର ମାମୁଁ ଘର ପାଖ ଗାଁରେ ହିଁ ଥିଲା। ତାପରେ ତାଙ୍କର ମା କୁହନ୍ତି ଯେ ରୋହିତ ତାଙ୍କର ମାମୁଁ ଘରେ ରହି ପାଠ ପଢା ସମାପ୍ତ କରିବା ଉଚିତ। ଆପଣ ସେଠାକୁ ଚାଲି ଚାଲି ମଧ୍ୟ ଯାଇପାରିବେ। ଏହାପରେ ରୋହିତର ମା ତାଙ୍କୁ ତାଙ୍କର ମାମୁଁ ଘରଟି ଛାଡି ଦିଅନ୍ତି। ସେ ତାଙ୍କର ଭାଉଜଙ୍କୁ କୁହନ୍ତି ଯେ ଭାଉଜ, ମୋର ପୁଅ ରୋହିତର ଭଲ ଯତ୍ନ ନିଅ ଏବଂ ତାଙ୍କୁ ଖାଇବା ପିଇବା ଦିଅ ଏବଂ ସେ ମଧ୍ୟ ସେଠାରେ ରହି ପାଠ ପଢିବା ପରେ କିଛି ହେବାକୁ ଚାହୁଁଛି। ଏହା କହି ତାଙ୍କର ମା ଏବେ ସେଠାରୁ ଚାଲିଯାଆନ୍ତି। ଆଉ ଏହି ରୋହିତ ଏବେ ବହୁତ ମଜାଦାର ପ୍ରକାରର ପିଲା ଥିଲା। ରୋହିତଙ୍କ ମାମୁଁଙ୍କର ନାମ ରାକେଶ ଥିଲା। ରାକେଶ ତାଙ୍କ ଘର ସହରକୁ ଯାଇ ଶ୍ରମିକ ଭାବରେ କାମ କରୁଥିଲେ। ସେ ଏକ ଇଟା ଭାଟିରେ ଦିନ ମଜୁରୀ ଶ୍ରମିକ ଭାବରେ କାମ କରୁଥିଲେ। ଆଉ ରୋହିତଙ୍କ ମା ଏବେ ଘରେ ହିଁ ରହୁଥିଲେ। ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ ଏବଂ ତାଙ୍କର କୌଣସି ସନ୍ତାନ ନଥିଲେ। ଗୋଟେ ଦିନ ରୋହିତ ବସି ପାଠ ପଢୁଥିଲେ। ତାପରେ ହଠାତ୍ ତାଙ୍କର ମନକୁ ତାଙ୍କର ମାଇଁଙ୍କ ବିଷୟରେ କିଛି ଆସେ ଏବଂ ସେ ତାଙ୍କର ମାଇଁଙ୍କୁ ତାଙ୍କର ପାଖକୁ ଡାକନ୍ତି। ଯିଏକି ତୁମର ପିଲା ନାହାନ୍ତି ତାଙ୍କ ସହିତ ତୁମେ କଣ କରିବ? ତାପରେ ସେ କହିଲେ କି ମାଇଁ, ମୁଁ ତୁମକୁ ଗୋଟେ ପିଲା ଦେବି। ତାଙ୍କର କଥା ଶୁଣି ତାଙ୍କର ମାଇଁ ଏବେ ହସିବାକୁ ଲାଗିଲେ ଏବଂ ସେ ସେଠାରୁ ଚାଲିଗଲେ। ଏବଂ ମାଇଁଙ୍କର କାମ ଥିଲା କି ପ୍ରତିଦିନ ତାଙ୍କ ଟିଫିନ ପ୍ରସ୍ତୁତ କରି ସ୍କୁଲକୁ ନେବା। ତାଙ୍କର ସ୍କୁଲ ପ୍ରାୟ 1 କିଲୋମିଟର ଦୂରରେ ହିଁ ଥିଲା। ତଥାପି ସେ ତାଙ୍କୁ ଚାଲି ଚାଲି ନେଇ ଛାଡି ଦେଉଥିଲେ ଏବଂ ଛୁଟି ସମୟରେ ମଧ୍ୟ ତାଙ୍କୁ ଆଣିବାକୁ ଯାଉଥିଲେ। ତାଙ୍କର ସ୍ୱାମୀ ଏବେ ସକାଳେ କାମକୁ ଯାଉଥିଲେ ଏବଂ ସେ ସନ୍ଧ୍ୟାରେ ହିଁ ଘରକୁ ଫେରୁଥିଲେ। ଗୋଟିଏ ଦିନ ତାଙ୍କର ସ୍ୱାମୀ ରାକେଶ ତାଙ୍କର ଜଣେ ବନ୍ଧୁଙ୍କ ବିବାହକୁ ଯାଆନ୍ତି। ତାଙ୍କର ସ୍ୱାମୀ କହନ୍ତି ଯେ ଗୀତା, ମୁଁ ଆଜି ଘରକୁ ଆସିବି ନାହିଁ। ମୋର ବନ୍ଧୁଙ୍କ ବିବାହକୁ ଯାଉଛି। ତୁମେ ଏବଂ ରୋହିତ ଘରେ ଏକୁଟିଆ ରୁହ ଏବଂ ଖାଦ୍ୟ ଖାଇସାରି ଶୋଇଯାଅ। ମତେ ଅଧିକ ସମୟ ମଧ୍ୟ ଲାଗିଯାଇପାରେ। ମୁଁ 2 ଦିନ ପରେ ଆସିବି କାରଣ ଆଜି ମୋର ବନ୍ଧୁଙ୍କ ଘରେ ହଳଦୀ ଉତ୍ସବ ଅଛି ଏବଂ କାଲି ବିବାହ ଅଛି। ବିବାହ ଶୋଭାଯାତ୍ରା ଆସିଲେ ହିଁ ମୁଁ ଘରକୁ ଫେରି ପାରିବି। ତୁମେ ସମସ୍ତେ ଘରେ ଭଲରେ ରହିବା ଉଚିତ ଏବଂ ଠିକ ସମୟରେ ଖାଦ୍ୟ ଖାଇବା ଉଚିତ। ଏହା କହି ରାକେଶ ଘରୁ ବାହାରିଗଲେ। ଯେତେବେଳେ ତାଙ୍କ ସ୍ୱାମୀ ଘରେ ନଥିଲେ, ଗୀତା ତାଙ୍କର ଭଣଜା ରୋହିତକୁ କହନ୍ତି କି ରୋହିତ, ଆଜି ଆଉ ଏକା ଶୋଇବ ନାହିଁ, ମୋ ସହିତ ଶୋଇବ, ନଚେତ ତୁମେ ଭୟଭୀତ ହେଇଯିବ। ତୁମର ମାମା ମଧ୍ୟ ଆଜି ଆଉ ଘରକୁ ଆସିବେ ନାହିଁ, ସେ ଏକ ବିବାହକୁ ଯାଇଛନ୍ତି। ଏହା ଶୁଣି ରୋହିତ କହିଲେ ଯେ ଠିକ ଅଛି ମାଇଁ, ମୁଁ ଏବେ ପାଠ ପଢୁଛି ଏବଂ ମୋର ପାଠ ପଢା ସରିଗଲେ ମୁଁ ତୁମ ସହିତ ଶୋଇବାକୁ ଆସିବି। ଏହାପରେ ରୋହିତ ଏବେ କିଛି ସମୟ ପାଠ ପଢେ। ତାପରେ ସେ ତାଙ୍କ ମାଇଁଙ୍କର କୋଠରୀକୁ ଶୋଇବାକୁ ଚାଲିଯାଏ ଏବଂ ଭିତରରୁ ଦ୍ୱାର ବନ୍ଦ କରିଦିଏ କାରଣ ମାଇଁ ସେହି କୋଠରୀରେ ପୂର୍ବରୁ ଶୋଇଥିଲେ ଏବଂ ତାଙ୍କର ଚୁନିକୁ ବାହାର କରିଦେଇଥିବାରୁ ତାଙ୍କ ଶରୀର ଟିକେ ଅଂଶ ଦେଖାଯାଉଥିଲା।
ଯେତେବେଳେ ରୋହିତ ତାଙ୍କର ମାଇଁକୁ ଏ ଅବସ୍ଥାରେ ଶୋଇଥିବାର ଦେଖନ୍ତି ତାଙ୍କର ମନରେ କିଛି ଭୁଲ ଚିନ୍ତାଧାରା ଆସେ। ଏହାପରେ ସେ ତାଙ୍କ ମାଇଁଙ୍କ ପାଖରେ ଶୋଇ ପଡ଼ିଲେ ଏବଂ ତାପରେ ସେ ତାଙ୍କର ମାଇଁଙ୍କ ଶରୀରକୁ ଆଲିଙ୍ଗନ କରିବାକୁ ଲାଗିଲେ। ଯେତେବେଳେ ସେ ଏପରି କାମ କରନ୍ତି ତାଙ୍କ ମାଇଁଙ୍କ ଆଖି ବି ଖୋଲିଯାଏ ଏବଂ ସେ କହିବାକୁ ଲାଗିଲେ କି ରୋହିତ ତୁମେ କଣ କହୁଛ? ତାପରେ ରୋହିତ କହନ୍ତି ଯେ ନାଇଁ ମୁଁ ତୁମର ପାଖକୁ ଆସି ମୁଁ ତୁମକୁ ବହୁତ ଭଲ ଅନୁଭବ କରୁଛି। ତାପରେ ମୁଁ ତାଙ୍କ ମାଇଁ କହନ୍ତି କି ନା ରୋହିତ ଏହା ସବୁ ଭୁଲ ଅଟେ, ଆମେ ଏହା କରିପାରିବ ନାହିଁ। ତାପରେ ସେ ରୋହିତକୁ କହିଲେ କି ତୁମେ ଜଣେ ଭଲ ପୁଅ ନୁହଁ କି, ତୁମେ ଏସବୁ ଭୁଲ କାମ କାହିଁକି କରୁଛ? କିନ୍ତୁ ରୋହିତ ଆଉ ରାଜି ହେଉନଥିଲା ଏବଂ ସେ ତାଙ୍କ ମାଇଁଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ନିରନ୍ତର ଚେଷ୍ଟା କରନ୍ତି। ତାଙ୍କୁ ଏବେ ଜିଦ୍ ହିଁ ଧରୁଛନ୍ତି। ଏହା କିଛି ସମୟ ପାଇଁ ଚାଲିଥାଏ ଏବଂ ତାପରେ ତାଙ୍କର ମାଇଁ ମଧ୍ୟ ଏହାକୁ ପସନ୍ଦ କରିବାକୁ ଆରମ୍ଭ କରିଥାନ୍ତି। ତାପରେ ସେ ତାଙ୍କୁ କହିବା ଆରମ୍ଭ କଲେ ଯେ ରୋହିତ ତୁମେ ଏହା କେଉଁଠାରୁ ଶିଖିଲ? ମାଇଁ ମୋତେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିବା ଆରମ୍ଭ କରିଦିଅନ୍ତି ଏବଂ ତାପରେ ଉଭୟ ରାତି ସାରା ଶାରୀରିକ ସମ୍ପର୍କ ରଖନ୍ତି। ସେମାନେ ରାତି ସାରା ପ୍ରାୟ 5 ଥର ଶାରୀରିକ ସମ୍ପର୍କ ରଖନ୍ତି ଏବଂ ସକାଳ ସୁଦ୍ଧା ରୋହିତ ତାଙ୍କର ମାଇଁଙ୍କର ଅବସ୍ଥାକୁ ନଷ୍ଟ କରିଦିଏ। ମାତ୍ର 15 ବର୍ଷର ଏହି ପୁଅଟି ତାଙ୍କ ମାଇଁଙ୍କର ଚିତ୍କାର କରିଦିଏ। ଏବେ ମାଇଁଙ୍କର ଅବସ୍ଥା ପୁରା ଖରାପ ହୋଇଯାଇଥିଲା। ତାପରେ ସେ କହିଲେ କି ଏବେ ଏହାକୁ ବନ୍ଦ କରିଦିଅ। ତାପରେ ତ ସେ ବିଛଣାରେ ହିଁ ଶୋଇ ପଡନ୍ତି। ପରଦିନ ଯେତେବେଳେ ସକାଳେ ମାଇଁ ଉଠିଯାଆନ୍ତି ସେ ଠିକ ସେ ଚାଲି ମଧ୍ୟ ପାରୁନଥିଲେ। ତାଙ୍କୁ ଚାଲିବାରେ ବହୁତ ଅସୁବିଧା ହଉଥିଲା। ଆଉ ସେ ମନେ ମନେ ଭାବୁଥିଲା ଯେ ଏତେ ଛୋଟ ବୟସର ପୁଅ ଏତେ ସବୁ କାମ କିପରି କରିପାରିବ। ଆଉ ସେ ଏହାର ଆଶା ମଧ୍ୟ କରିନଥିଲେ। କିନ୍ତୁ ସେ ତାଙ୍କ ହୃଦୟର ଗଭୀର ଭିତରେ ବହୁତ ଖୁସି ଅନୁଭବ କରୁଥିଲେ। ତାପରେ ସେ ରୋହିତକୁ ଉଠେଇବାକୁ ଯାଏ। ଆଉ ଯେତେବେଳେ ରୋହିତ ଉଠିଯାଏ ସେ ତାଙ୍କର ମାଇଁକୁ ଦେଖିବା ପରେ ହସିବା ଆରମ୍ଭ କରିଦିଏ ଏବଂ ମାଇଁ ମଧ୍ୟ ହସିବାକୁ ଲାଗିଲେ। ଆଉ ଏବେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା। ସେ ତାଙ୍କର ମାଇଁକୁ କହିଲେ ଯେ ମାଇଁ ଆଜି ମୋର ସ୍କୁଲ ଯିବାକୁ ଜମା ବି ଇଚ୍ଛା ହଉନାହିଁ। ତାପରେ ତାଙ୍କ ମାଇଁ କହିଲେ ଯେ ଠିକ ଅଛି ଆଜି ଯାଉନାହିଁ, କିନ୍ତୁ ମୁଁ ଜାଣିକି ତୁମେ ସ୍କୁଲ ନ ଯିବାକୁ କାହିଁକି ଇଚ୍ଛା କରୁଛ। ତାପରେ ସେ ଆଉ କିଛି ବି କହିଲା ନାହିଁ। ମାଇଁ ଆଜି ମୁଁ ଘରେ ରହି ପାଠ ପଢିବି। ଚା ଏବଂ ନାସ୍ତା ଖାଇସାରିବା ପରେ ସେ ତାଙ୍କର ରୁମକୁ ଚାଲିଯାଏ ଏବଂ ତାଙ୍କର ମାଇଁଙ୍କୁ କହେ ଯେ ମାଇଁ ମୁଁ ଏବେ ପଢିବାକୁ ଯାଉଛି, ଯଦି ଆପଣ ମତେ ଭେଟିବାକୁ ଚାହାନ୍ତି ତେବେ ମୋର ପାଖକୁ ଆସନ୍ତୁ। ରୋହିତ କିଛି ସମୟ ପାଠ ପଢିଥାଏ ଏବଂ ତାପରେ ତାଙ୍କର ମାଇଁ ମଧ୍ୟ ତାଙ୍କର ପାଖକୁ ଆସନ୍ତି। ରୁମକୁ ଯିବା ପରେ ଦୁହେଁ ଶୋଇପଡି ପରସ୍ପର ସହିତ ରୋମାଣ୍ଟିକ ମୋଡରେ କଥାବାର୍ତ୍ତା ଆରମ୍ଭ କରନ୍ତି। ତାପରେ ଦୁହେଁ ପୁଣି ଉଲଗ୍ନ ହୋଇ ରୁମରେ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଲାଗିଲେ। ରାହୁଲ ବହୁତ ଛୋଟ ଥିଲେ ଏବଂ ଯେତେବେଳେ ସେ ତାଙ୍କ ମାଇଁଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ସେତେବେଳେ ତାଙ୍କୁ ଅତ୍ୟଧିକ ଆନନ୍ଦ ମିଳୁଥିଲା, ଯାହାକି ସେ ପୂର୍ବରୁ କେବେ ବି ଅନୁଭବ କରିନଥିଲେ। ଏଠାରେ ତାଙ୍କର ମାଇଁ ମଧ୍ୟ ସେହି ପୁଅ ସହିତ ଏତେ ଖୁସି ଅନୁଭବ କରୁଥିଲେ, ଯାହାକି ସେ ତାଙ୍କ ସ୍ୱାମୀଙ୍କ ସହିତ କେବେ ବି ଅନୁଭବ କରିନଥିଲେ। ଏବେ ସେ ଏସବୁକୁ ବହୁତ ପସନ୍ଦ କରିବାକୁ ଲାଗିଲେ ଏବଂ ତାପରେ ସେ ରୋହିତକୁ ସମର୍ଥନ କରିବାକୁ ଲାଗିଲେ। ଏବେ ଉଭୟ ଯୌନ ସମ୍ପର୍କ କରୁଥିଲେ, ତେଣୁ ରୋହିତ ଏବଂ ତାଙ୍କର ମାଇଁ ଏବେ ସାକ୍ଷାତ କରିପାରିଲେ ନାହିଁ। ତେଣୁ ଏବେ ରୋହିତ ଏବେ ଆଉ ସ୍କୁଲ ଯାଉନଥିଲେ ଏବଂ ସାରା ଦିନ ତାଙ୍କ ମାଇଁଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ। ସେଠାରେ ରାକେଶ ଭାବୁଥିଲେ ଯେ ମୋର ଭଣଜା ରୋହିତ ଏବେ ସ୍କୁଲକୁ ଯାଆନ୍ତି, କିନ୍ତୁ ସେ ଜାଣିନଥିଲେ ଯେ ଘରେ ତାଙ୍କ ପଛରେ କଣ ଘଟୁଛି, କାରଣ ସେ ତାକୁ ଛୋଟ ପିଲା ଭାବି ନିଜର ଘରେ ରଖିଥିଲେ। ଗୋଟେ ଦିନ ଗୀତା ଟିକେ ଅସୁସ୍ଥ ଥିଲେ, ତେଣୁ ତାଙ୍କ ସ୍ୱାମୀ ରାକେଶ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲେ। ତାପରେ ଡାକ୍ତର ତାଙ୍କୁ କହିଲେ ଯେ ତୁମଙ୍କର ସନ୍ତାନ ଜନ୍ମ ହେଇପାରିବ ନାହିଁ, କାରଣ ତୁମ ଏବେ ଅଭାବ ଅଛି। ଏହାପରେ ରାକେଶ ଏବେ ନିରାଶ ହୋଇଯାଏ ଏବଂ ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଏବେ ଘରେ ପହଞ୍ଚି ଯାଆନ୍ତି। ଏଠାରେ ରୋହିତ ତାଙ୍କର ମାଇଁଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଦିଅନ୍ତି। ଯେତେବେଳେ ବି ସେ ସୁଯୋଗ ପାଆନ୍ତି ସେ ରୋଷେଇ ଘରେ ହେଉ କି ଶୟନ କକ୍ଷ ସେ କୌଣସି ସ୍ଥାନରେ ଆଉ ଅଟକି ନଥିଲେ ଏବଂ ତାଙ୍କର ମାଇଁ ମଧ୍ୟ ତାଙ୍କ ଇଙ୍ଗିତରେ ପଛଦ୍ୱାର ଖୋଲି ଦେଉଥିଲେ। ଯେତେବେଳେ ରୋହିତଙ୍କର ଏହି କାମ ନିରନ୍ତର ଚାଲିଥାଏ ତାପରେ ଗୋଟେ ଦିନ ଗୀତା ଏବେ ଗର୍ଭବତୀ ହୋଇଯାଏ। ରାକେଶ ତାଙ୍କର ସ୍ତ୍ରୀଙ୍କୁ କୁହନ୍ତି ଯେ ଡାକ୍ତର ମତେ କହିଥିଲେ ଯେ ତୁମ ଦ୍ୱାରା ଆଉ କୌଣସି ଆଉ ସନ୍ତାନ ଜନ୍ମ ହେଇପାରିବ ନାହିଁ, ତେବେ ତୁମେ ଏସବୁ କିପରି ହେଲା? ଏବେ ତାଙ୍କର ସ୍ୱାମୀ ଟିକେ ସନ୍ଦେହ କରିବାକୁ ଲାଗିଲେ। ତାପରେ ରାକେଶ ତାଙ୍କର ସ୍ତ୍ରୀଙ୍କୁ କହିଲେ ଯେ ଆମକୁ ଖାଲି ଡାକ୍ତରଖାନାକୁ ଯିବାକୁ ହିଁ ପଡିବ,
ଗୀତା ଜାଣିନଥିଲେ ଯେ ରାକେଶ ତାକୁ କାହିଁକି ଡାକ୍ତରଖାନାକୁ ନେଉଥିଲେ। ରାକେଶ ଗୀତାକୁ ଡାକ୍ତରଖାନା ନେଇଯାଏ ଏବଂ ସେଠାରେ ଉଭୟଙ୍କର ପରୀକ୍ଷା କରାଯିବା ପରେ ଜଣାପଡ଼ିଲା ଯେ ପିଲାଟି ରାକେଶଙ୍କର ନୁହେଁ ବରଂ ଅନ୍ୟ କାହାର ହିଁ ଥିଲା। ଏହା ଶୁଣି ରାକେଶ ଟିକେ ଆଶ୍ଚର୍ଯ୍ୟ ହୋଇଯାଏ ଏବଂ ତାଙ୍କର ସ୍ତ୍ରୀଙ୍କୁ କହିବାକୁ ଅନୁରୋଧ କରେ ଯେ ଏହାର କାହାର ପିଲା। ଏହାପରେ ଯେମିତି ତାଙ୍କର ପାଦ ତଳୁ ମାଟି ହିଁ ଖସିଯାଏ, କାରଣ ସେ ତାଙ୍କର ସ୍ତ୍ରୀଙ୍କୁ ବହୁତ ବିଶ୍ୱାସ କରୁଥିଲେ। କିନ୍ତୁ ପରେ ତାଙ୍କର ସ୍ତ୍ରୀ ତାଙ୍କୁ ଏତେ ଠକି ଦିଅନ୍ତି ଏବଂ ସେ ରାଗିକି ପଚାରନ୍ତି ଯେ ମତେ କୁହନ୍ତୁ ଯେ ଏହି ପିଲାଟି କାହାର। ଗୀତା ପ୍ରଥମେ କିଛି ଆଉ କୁହନ୍ତି ନାହିଁ, କିନ୍ତୁ ଯେତେବେଳେ ରାକେଶ ତାଙ୍କୁ ବହୁତ ମାଡ଼ ମାରିବା ଆରମ୍ଭ କରନ୍ତି, ଗୀତା ସବୁ ସତ କହନ୍ତି ଏବଂ ସେ କୁହନ୍ତି ଯେ ଏହି ପିଲାଟି ତୁମର ଭଣଜା ରୋହିତର। ସେ ମୋ ସହିତ ଶାରୀରିକ ସମ୍ପର୍କ ରଖି ଏସବୁ କରିଛି। ଏହା ଶୁଣି ସେ ବୁଝିପାରିଲେ ନାହିଁ ସେ ଏତେ ଛୋଟ ପିଲାଟି ଏପରି କାମ କିପରି କରିପାରିବ ଯାହା ମୁଁ କରିପାରିଲି ନାହିଁ। ତାପରେ ରାକେଶ ତାଙ୍କର ଭଣଜାଙ୍କୁ ଡାକି ସବୁ କିଛି କହନ୍ତି। ଏବେ ରୋହିତଙ୍କର ମା କହନ୍ତି ଯେ ଯାହା ବି ହଉଛି ତାହା ବଦଳ ଯାଇପାରିବ ନାହିଁ। ଭୁଲ ହୋଇଛି ମୁଁ ବି ଜାଣିଛି, କିନ୍ତୁ ଏହି କେହା ବିଷୟରେ ଅଜଣା ନୁହନ୍ତି। ଦୁହେଁ ନିଜ ଇଚ୍ଛାରେ ହିଁ ଏସବୁ ଭୁଲ କରିଛନ୍ତି। କିନ୍ତୁ ତାଙ୍କର ଭାଇ ରାକେଶ କହନ୍ତି ଯେ ଏବେ ମୁଁ ତାଙ୍କୁ ଆଉ ପୋଷଣ କରିପାରିବି ନାହିଁ, ତୁମେ ତାଙ୍କୁ ତୁମର ଘରକୁ ନେଇଯାଅ। ଏହାପରେ ରୋହିତ କୁହନ୍ତି ଯେ ମୋର ମାଇଁକୁ ଆଉ ଛାଡି ପାରିବି ନାହିଁ ଏବଂ ଏବେ ମୁଁ ତାକୁ ମୋର ପାଖରେ ହିଁ ରହିବି। ମୁଁ ତାଙ୍କ ବିନା ଆଉ ରହିପାରିବି ନାହିଁ। ଆଉ ଗୀତା ମତେ କୁହନ୍ତି ଯେ ମୁଁ ରୋହିତ ବିନା ଆଉ ରହିପାରିବି ନାହିଁ। ତାପରେ ରୋହିତଙ୍କର ମା ଏବେ ସେମାନଙ୍କର ଜେଦାକରେ ହାର ମାନି ତାଙ୍କର ଘରକୁ ଚାଲିଯାନ୍ତି। ତାପରେ ଧୀରେ ଧୀରେ କିଛି ସମୟ ବିତିଯାଏ ଏବଂ ଏବେ 9 ମାସ ମଧ୍ୟ ହୋଇଯାଏ। ତାପରେ ଗୀତା ଏକ ସୁନ୍ଦର ପୁଅଟି ଜନ୍ମ କରନ୍ତି। ଯେତେବେଳେ ଏତେ ଛୋଟ ପୁଅଟିଏ ପୁଅ ହୁଏ, ସମସ୍ତ ଗାଁ ଲୋକ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଆଉ ଏଠାରେ ତାଙ୍କର ସ୍ୱାମୀ ରାକେଶ ମଧ୍ୟ ତାଙ୍କ ଘରେ ଏକା ରହିଯାନ୍ତି। ଲୋକମାନେ ତାଙ୍କୁ ମାରିବାକୁ ଦୌଡନ୍ତି। ସେଠାରେ ତାଙ୍କର ସ୍ତ୍ରୀ ତାଙ୍କର ପିଲାମାନଙ୍କ ସହିତ ଖୁସିରେ ଅଛନ୍ତି। ଏହି କାହାଣୀଟି ଶୁଣି ଆପଣ କିପରି ଅନୁଭବ କଲେ? ଏଥିରେ ଆପଣ କାହାର ଭୁଲ ପାଇଲେ? କମେଣ୍ଟରେ ଆପଣଙ୍କର ମତାମତ ଦିଅନ୍ତୁ। ମୁଁ ଆପଣଙ୍କର ଉତ୍ତର ପାଇଁ ଅପେକ୍ଷା କରିବି। ବନ୍ଧୁଗଣ, ଏହି କାହାଣୀ କହିବାର ଉଦ୍ଦେଶ୍ୟ କାହାର ହୃଦୟକୁ ଆଘାତ ଦେବା ନୁହେଁ, କାହାର ଭାବନାକୁ ଆଘାତ ଦେବା ନୁହେଁ, କୌଣସି ପ୍ରକାରର ଅନୈତିକତା କିମ୍ବା ଅଶ୍ଳୀଳତାକୁ ପ୍ରଚଳିତ କରିବା ନୁହେଁ। ଏହି କାହାଣୀଟି ସମାଜରେ ଘଟୁଥିବା ଏପରି ସମସ୍ୟା ବିଷୟରେ ଏକ ପ୍ରକୃତ ବାର୍ତ୍ତା ଦେଇ ସଚେତନ ଆଣିବା ବିଷୟରେ। ଏହି କାହାଣୀ ମାଧ୍ୟମରେ ଆମେ ଏକ ପ୍ରକୃତ ବାର୍ତ୍ତା ଦେଇ ଏପରି ଘଟଣା ବିଷୟରେ ସଚେତନ ପ୍ରସାର କରିବାକୁ ଚାହୁଁଛୁ ଏବଂ ଆଶା କରୁଛୁ ଯେ ସମସ୍ତେ ସତର୍କ ଏବଂ ନିଜ ଘରେ ସୁରକ୍ଷିତ ରହିବା ଉଚିତ।